ରବିବାର ଦିନ କେବେ ବି କରନ୍ତୁ ନାହିଁ ଏହି ସବୁ କାମ, ନହେଲେ ବନିଯିବେ ଦାଣ୍ଡର ଭିକାରୀ। ତେବେ ଭିଡ଼ିଓଟିକୁ ଦେଖିବା ପୂର୍ବରୁ ପ୍ରଥମେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରନ୍ତୁ ଏବଂ କମେଣ୍ଟରେ ସୂର୍ଯ୍ୟନାରାୟଣ ଦେବଙ୍କର ଜୟ ବୋଲି ଲେଖିଦିଅନ୍ତୁ। ତେବେ ଚାଲନ୍ତୁ, ଯଦି ଆପଣଙ୍କ ଜୀବନରେ ମଧ୍ୟ ଲାଗି ରହିଛି ଅସୁବିଧା, ଯେତେ ଚେଷ୍ଟା କଲେ ମଧ୍ୟ ମିଳୁନି ସଫଳତା, ଅଟକି ରହିଛି କାର୍ଯ୍ୟ, ତେବେ ଭୁଲରେ ମଧ୍ୟ ରବିବାର ଦିନ କରନ୍ତୁନି ଏହି ସବୁ କାମ, ନଚେତ୍ ଭୋଗିବେ ଦୁର୍ଦ୍ଦଶା। ରବିବାର ଦିନ କେବେ ବି ଆମିଷ ଭୋଜନ କରନ୍ତୁ ନାହିଁ। ସାଧାରଣତଃ ଆମେ ଛୁଟି ଦିନ ଭାବି ରବିବାରରେ ଆମିଷ ଭୋଜନ କରୁ, କିନ୍ତୁ ରବିବାର ସୂର୍ଯ୍ୟଙ୍କ ବାର ହୋଇଥିବାରୁ ଏହି ଦିନ ଆମିଷ ଭୋଜନ କରିବା ଅନୁଚିତ। ଯେକୌଣସି ପରିସ୍ଥିତିରେ ମଧ୍ୟ ରବିବାର ଦିନ ଆମିଷ ଭୋଜନ କରନ୍ତୁ ନାହିଁ କିମ୍ବା ଘରକୁ ଆମିଷ ଆଣନ୍ତୁ ନାହିଁ। ରବିବାର ଦିନ କ୍ଷିୟର ହେବା ଅନୁଚିତ। ରବିବାର ଦିନ ଚୁଟି କାଟିବା, ଦାଢ଼ି କାଟିବା କିମ୍ବା ନଖ କାଟିବା ଅନୁଚିତ। ନବଗ୍ରହ ମଧ୍ୟରେ ସୂର୍ଯ୍ୟଦେବ ହିଁ ଏକମାତ୍ର ଚଳନ୍ତି ଦେବତା। ତେଣୁ ରବିବାର ଦିନ କେବେ ବି କ୍ଷିୟର ହୁଅନ୍ତୁ ନାହିଁ କିମ୍ବା ଚୁଟି କାଟନ୍ତୁ ନାହିଁ। ଏହାଦ୍ୱାରା ସୂର୍ଯ୍ୟଦେବଙ୍କର ଅପମାନ ହୋଇଥାଏ ଏବଂ ନକାରାତ୍ମକ ପ୍ରଭାବ ଜୀବନ ଉପରେ ପଡ଼ିଥାଏ। ରବିବାର ଦିନ ଦେହରେ ତେଲ ଲଗାନ୍ତୁ ନାହିଁ ଏବଂ ଏହି ଦିନ ଭୋର ସମୟରୁ ଅର୍ଥାତ୍ ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରନ୍ତୁ ଏବଂ ଗାଧୋଇ ସାରି ନାଲି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ରବିବାର ଦିନ କୌଣସି ମଧ୍ୟ ପରିସ୍ଥିତିରେ ଦେହରେ ତେଲ ଲଗାନ୍ତୁ ନାହିଁ ଏବଂ ଭୋରରୁ ଉଠି ଅର୍ଥାତ୍ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ରବିବାର ଦିନ ମସୁର ଡାଲି ଖାଆନ୍ତୁ ନାହିଁ। ଏହି ଦିନ ନାଲି ଶାଗ କିମ୍ବା ପିଆଜ ରସୁଣ ଭଳି ତାମସିକ ଖାଦ୍ୟ ମଧ୍ୟ ଖାଆନ୍ତୁ ନାହିଁ। ବିଶେଷତଃ ମସୁର ଡାଲି ବର୍ଜନ କରନ୍ତୁ, ନଚେତ୍ ଏହିସବୁ ଦ୍ୱାରା ଜୀବନରେ ନକାରାତ୍ମକ ପ୍ରଭାବ ସୃଷ୍ଟି ହୁଏ। ପ୍ରତ୍ୟେକ ରବିବାର ସୂର୍ଯ୍ୟ ନମସ୍କାର କରନ୍ତୁ ଏବଂ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ସୂର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଦେଖିବେ କିଛି ରବିବାର ଏହିପରି କରିବା ଦ୍ୱାରା ଆପଣଙ୍କ ଜୀବନରୁ ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ଦୂର ହେବ ଏବଂ ଆପଣଙ୍କର ସମସ୍ତ ମନୋବାଞ୍ଛା ପୂରଣ ହେବ। ରବିବାର ଦିନ ଅଶ୍ୱସ୍ଥ ଗଛ ମୂଳରେ ଦୀପ ମଧ୍ୟ ଜାଳନ୍ତୁ ନାହିଁ। ଆପଣ ଚାହିଁଲେ ଅଶ୍ୱସ୍ଥ ଗଛ ମୂଳରେ ପୂଜା କରିପାରିବେ, କିନ୍ତୁ ଦୀପ ଜଳାଇବେ ନାହିଁ। ଆପଣ ଚାହିଁଲେ ଫୁଲ ଅର୍ପଣ କରିପାରିବେ, କିନ୍ତୁ କୌଣସି ପରିସ୍ଥିତିରେ ଦୀପ ଜଳାନ୍ତୁ ନାହିଁ। ମାନି ରଖନ୍ତୁ ଏହିସବୁ ନିୟମ, ଦେଖିବେ ଆପଣଙ୍କ ଜୀବନରୁ ସମସ୍ତ ଅସୁବିଧା କିଛି ଦିନ ମଧ୍ୟରେ ଦୂର ହେବ।